जय बलराम सत्य बलराम धर्म बलराम हे गुरु बलराम शक्ति बलराम ज्ञान बलराम हे। यही प्रार्थनाटी 1970 मसीह आमे जेतेबेले गोटे शीत राति बोधे हम ना शीत राति खरा दिन आमे यही पवित्र अनंत पवित्र पाद पद्म को दर्शन करी आमे केन्द्रापड़ार तुलसी क्षेत्र को दर्शन करने को गलु पादरे चाली चालिक जाइलु बाटर गोटे नई पड़ा से नदीर ना तो मुझे नुणा कि करादिया एमती गोटे कौन हम किंतु से नईर तटरे गोटे गाँ अथिला से हूँ आईदीपुर ये आईदीपुर ग्राम आम जो गाईदीपुर थिला आउ गोटे गाँ थिला रंका ये रंकार ग्राम जो आम सकाल माने ब्राह्म मुहूर्त पहुँचलु नाउरिया अपेक्षा करता आगुरी खबर दिखाला जिते सी नाउरी पारी करने जिते आम कहलु पारी कर आम जीवुटी बलदेव दर्शन करने से नाउरिया किंतु कथाटी ठीक भाव शुणिला भली कहीं लगिलानी तार बोधे भितरी उद्देश्य थिला आगे से डंगार भड़ा नहीं साइला परे तापर से डंगा पाई करिवो तार भितर गोटे ध्रुव साहू बोली गोटे लोक थिला एबे भी से बंची जंती से हठात कही पकेले गोटे छुआ ठाकुर को तुम नहीं आम नहीं बलदेव पाखक जाऊँ तमें से छुआ ठाकुर को पाखर पुणी पैसा नब जड़े वयस्क व्यक्ति थे हठात कही पकेले ठाकुर तो ठाकुर पुणी छुआ ठाकुर बड़ ठाकुर मझिया ठाकुर इत्ते ठाकुर आइले कौटी आम तो जन को ठाकुर बोली भाविशु से होती बलिया ठाकुर बा बलदेव माने पुरी से केन्द्रापड़ा बलदेव क्षेत्र पुणी तमें कौच छुआ ठाकुर आपर आउ गोटे किए आस युवक ठाकुर तुम आम परिवार केमी चल यही कथा जो से कहला ये जो बेतटी मो पाखे अच्छी यहाँ मोर सबुदिनिया गोटे अस्त्र भली मु व्यवहार करुँच 1970 मसीहा यही अस्त्र यहाँ अस्त्र बोली कहजी शस्त्र यही शस्त्र केते लक्ष लोकंक मस्तक ये बेत स्पर्श होती एवं अनेक दुख कष्ट समस्या रही मनीष से कष्टरू लाघव हो तेणु ये हूँ गोटे बड़ कथा तेणु ये जो बलदेवंकर ये जो बेतटी को मुझे देखी कहली तुम्हें तो अनेक बड़ ठाकुर सान ठाकुर सब देखीच तुम्हें सबुठ बड़ ठाकुर को देखीच आम तो एते ठाकुर को देखिलु ये आम कौन तुमको पैसा न दवापाई आम गोटे कि फिकर करुचु तुम केते पैसा हो तुम्हें पारी कर दियो तापर नब ना पैसा नदेले मु पारी करी तापर ताको पैसा दिया डंगारू आम ओह्लैलु
ଅବଶ୍ୟ ମୁଁ ନିଜେ ଲୋକଙ୍କୁ ବୁଝାଏ, ଅକ୍ରୋଧ ବୈରାଗ୍ୟ ଜିତେନ୍ଦ୍ରିୟଞ୍ଚ ଦୟା କ୍ଷମା ସର୍ବଜନେ ପ୍ରିୟଞ୍ଚ। ଗୀତାର ସେଇ ମହାନ ବାଣୀ ଅହଙ୍କାର ବଳ। ମୋ ଭିତରେ ଅହଙ୍କାର ନଥିଲା, କିନ୍ତୁ ଟିକେ ତା କଥା ମୋତେ କଟୁକ୍ତି ଲାଗିଲା। ସେତିକି ବେଳେ ମୁଁ ତାକୁ କହି ପକେଇଲି, ମୁଁ କହିଲି ନାଉରୀ ବାବୁ, ଯୁଗ ଯୁଗ ଧରି ତୁମେ ଠାକୁରମାନଙ୍କୁ ଏମିତି ହଇରାଣ କରିଛ। ମୁଁ କିନ୍ତୁ ଠାକୁର ନୁହେଁ, କିନ୍ତୁ ଯେ ପ୍ରକୃତରେ ଠାକୁର ସେମାନଙ୍କୁ ବି ତୁମେ ହଇରାଣ କରିଛ। ରାମ ଠାକୁରଙ୍କୁ, ବାମନ ଠାକୁରଙ୍କୁ, ଏଇଭଳି ଅନେକ ଠାକୁରଙ୍କୁ ତୁମେ ସବୁ ହଇରାଣ କରିଛ। ଆମେ ଠାକୁର ନୁହେଁ, ଗୋଟେ ଠାକୁରଙ୍କ ଦର୍ଶନ ପାଇଁ ଯାଉଛୁ। ଏଠି ତମେ ବି ଆମକୁ ମାନେ ହଇରାଣ କଲ ବା ଗୋଟେ ପଇସା ପତ୍ର ପାଇଁ ଝଗଡ଼ା କଲ। କିନ୍ତୁ ମନେ ରଖ, ଯଦି ଏଇ ପବିତ୍ର ବେତର ଯଦି ଶକ୍ତି ଥାଏ, ଆଉ ଏଇ ବେତ ଭିତରେ ଯଦି ଅନନ୍ତ ବଳଦେବ ଯିଏ ଅନନ୍ତ, ସିଏ ବଳଦେବ ଅନନ୍ତଙ୍କର ଶକ୍ତି ଯଦି ଥାଏ, ତାହେଲେ ମୁଁ କହିଯାଉଛି 7 ଦିନ ଭିତରେ ତୁମେ ନେଇଥିବା ଅର୍ଥ ଏବଂ ତା ସହିତ ଜୋରିମାନା ଦେଇ ଆଶ୍ରମରେ ପହଞ୍ଚିବ। ଯଦି ନ ପହଞ୍ଚିବ, ତା'ର ଫଳ ତୁମେ ଭୋଗ କରିବ। କଥାଟି ଗତ ହେଇଗଲା। ସେଦିନ ଆମେ ଫେରିଲୁ। ସେଦିନ ମସ୍ତିଷ୍କଟା ଗୋଟେ ଉଜ୍ଜଳ ମସ୍ତିଷ୍କ ମୋର ଥାଏ। ଯେଉଁ ମସ୍ତିଷ୍କଟା ଗୋଟେ ଆନନ୍ଦ ଭିତରେ ମାନେ ସମ୍ପୂର୍ଣ୍ଣ ଭାବରେ ସେ ଲିପ୍ତ ଥାଏ। ଯେ ପହଞ୍ଚିଲି ତୃତୀୟରେ, କ'ଣ ପାଗଳ ହେଇଯାଇଥାଏ। ସେ ଲୁହା ଝଞ୍ଜିର ଭିତରେ ବନ୍ଧା ହେଇକି ଥାନ୍ତି। ଜଣେ ମୂଷା ନନା ତାଙ୍କ ନାଁ, ସେ ଥିଲେ ରଥର ଡାହୁକ। ସେ କେବଳ କହିଲେ ଟିକେ ପାଣି ଫାଣି କ'ଣ ମୋ ମସ୍ତିଷ୍କଟା ଗୋଟେ ଉଜ୍ଜଳତମ ମସ୍ତିଷ୍କ। ଆମେ ପ୍ରମାଣ ରାଜା ହେବେ ନୁହଁ, ହେଇଥିଲେ ଆଜି ବି ରାଜା ହେଇ ରହିଛନ୍ତି। ବଳଦେବ ହେବେ ରାଜା, ଏଇଟା ଆଜିର କଥା ନୁହେଁ। ତେଣୁ ବଳଦେବଙ୍କୁ ଅନନ୍ତଙ୍କ ରୂପରେ ଆମେ ପୂଜା କରୁ ଏବଂ ସେଇ ବଳଦେବଙ୍କର କୃପାରେ ଆଜି ଆମେ ଏଠି ଯେଉଁ ନୀଳା ଖେଳା ଯାହା କିଛି ଆମେ କରୁଛୁ, ଦେଖୁଛୁ, ଯାହା କରୁଛୁ, ସବୁ ତାଙ୍କରି ଲୀଳା। କିଏ ଅଭିମାନ କରୁଛି, କିଏ ବହୁତ ସମ୍ମାନ ଦେଉଛି, କିଏ ଆସ୍ତିକ ହେଇଯାଉଛି ତ କିଏ ନାସ୍ତିକ ହେଇଯାଉଛି। ଏ ସବୁ କଥାର ହିସାବ କିତାବ ତାଙ୍କ ପାଖରେ ଅଛି। ମୋ ନାଁ ବଳରାମ ଦାସ, ମୋତେ ନାଁ ଦେଇଛନ୍ତି ବଳିଆ। ପୁରୀର ଶ୍ରୀକ୍ଷେତ୍ରର ସେଇ ବଳିଆ ଦେଇଛନ୍ତି ନା। ତେଣୁ ଏସବୁ ହେଉଛି ଆମର କଥା। ଆହୁରି ଅନେକ କଥା ତ ରହିଛି। ବଳ ଆଉ ରାମ, ବଳ କହିଲେ ଶକ୍ତି। ସମଗ୍ର ପୃଥିବୀ ଚାଲିଛି, ଜୀବନ ଚାଲିଛି, ପୃଥିବୀ ଚାଲିଛି, ପ୍ରକୃତି ଚାଲିଛି। ସେ ନାଁଟା କ'ଣ? କେଉଁ ନାଁରେ ଚାଲିଛି? ମୋର ନାଁ ଅଛି, ତା'ର ନାଁ ଅଛି, ତା'ର ନାଁ ଅଛି। ଏଡ଼େ ବଡ଼ ଜଗତଟା ଚାଲିଛି, ସେ କେଉଁ ନାଁରେ? ସେଇଟା ହେଉଛି ବଳ ବା ଏନର୍ଜି। ଆଚ୍ଛା, ସେ ଏନର୍ଜିଟା ଯେଉଁଟା ଚାଲିଛି, ସେଇଟା ଆମକୁ ଦେଉଛି କ'ଣ? ଇଏ ଇଲେକ୍ଟ୍ରୋନିକ୍ ପାୱାର ଆମକୁ ଦେଇଛି କ'ଣ? ଆନନ୍ଦ ଦେଇଛି, ଶାନ୍ତି ଦେଇଛି। ଆଜି ମୋବାଇଲ ଚାଲିଛି, ଫ୍ରିଜ୍ ଚାଲିଛି, ଏସି ଚାଲିଛି, ସବୁ କଥା। ମୋର ବାପା ସେ ଜଣେ ସିନେମା ଡ୍ରାମାଟିକ୍ ଆକ୍ଟର ଥିଲେ। ସେ କେବେ ବି ଆମକୁ ପଚାରନ୍ତିନି ଯେ ପିଲା ଖାଇଛ। ସେଦିନ କାହିଁକି ପଚାରିଲେ ବାପା ଯେ ପିଲା ଖାଇଛ? ଆମେ ତ ମିଛ ନ କହି ସରତ କହିଲୁ ହଁ ନା।
ସେ ଗୋଟେ ଆକବର ଖାଁ ବୋଲି ଗୋଟିଏ ମୁସଲମାନ ଦୋକାନୀ ରାତିରେ ତାକୁ ଯାଇ ଉଠେଇ ସେ ନିମିକି ବିସ୍କୁଟ ଆମକୁ ଦେଇ ଖୁଆଇଲେ, ପାଣି ପିଆଇଲେ ଏବଂ ଶୋଇଲେ। ତେଣୁ ଆଜି ବି ଅତୀତଟାକୁ ଭୁଲିଯିବା, ଆଜି ବି ଭାରତର ଯେକୌଣସି ସ୍ଥାନରେ ମୁଁ ବୁଲେ ଏଇ ବିସ୍କୁଟ ଯେଉଁଠି ମିଳେ ମୁଁ ସେଥିରୁ 20 ଖଣ୍ଡେ କିଣିକିରି ଆଣେ, ଏଇ ଗପଟି ସବୁ ଚାଲିଛି। ଦେଖନ୍ତୁ, ବଳିଆ କହୁଛି ବୋଲି ହଁ ମାରନ୍ତୁନି କି ମୁଣ୍ଡ ଟଙ୍ଗାରନ୍ତୁନି, ଶୁଣିକିରି ଆଗ ବିଚାର କରନ୍ତୁ। ପ୍ରକୃତରେ କ'ଣ ବର୍ତ୍ତମାନ ସତ୍ୟ ନାହିଁ, ତ୍ରେତୟା ନାହିଁ, ଦ୍ୱାପର ନାହିଁ, କଳି ନାହିଁ? ପୁଣି କୁହାହେଉଛି କଳି ଶେଷ ହେଲାଣି, କିଏ କହୁଛି କଳି ଶେଷ ହେବ, କିଏ କହୁଛନ୍ତି କଳିକି ଆସିବେ। କଳିକି କ'ଣ ଏବେ ଆସିବେ, ଆଗରୁ ଆସିନଥିଲେ? ଯେଉଁ ଯୁଗରେ ଯେଉଁ ମହାତ୍ମା ବା ଯେଉଁ ମହାମନୀଷୀମାନେ ମଣିଷକୁ ସଜାଡ଼ିବାକୁ ଆସିଛନ୍ତି ସମସ୍ତେ କଳ୍କି। ସେଇମାନେ ହେଉଛନ୍ତି କଳ୍କିଙ୍କର ଅବତାର। ଦେଖ, ଯଦି ମୋ କଥାକୁ ମିଛ ମନେ କରିବ ତାହେଲେ ଦେଖ, ଚିନ୍ତା କର, ପ୍ରକୃତରେ କଳ୍କି ଆସିଥିଲେ କି ନାହିଁ? ଆଉ କ'ଣ ଆସିବେ? ଆମ ଚୈତନ୍ୟ, ଆମ ନିତ୍ୟାନନ୍ଦ ମହାପ୍ରଭୁ, ଚୈତନ୍ୟ ମହାପ୍ରଭୁ ମାନେ କିଏ କି? ସେ କଳ୍କିଙ୍କର ଏକ ଏକ ଧାରାର ମଣିଷ। ସେଥିପାଇଁ ଆମର ଅନନ୍ତ କ୍ଷେତ୍ରରେ ଆମେ ତାଙ୍କୁ କଳ୍କି ରୂପରେ ପୂଜା କରୁ, ଅନନ୍ତଙ୍କ ରୂପରେ ପୂଜା କରୁ, ନୃସିଂହ ରାମ କୃଷ୍ଣ ଚୈତନ୍ୟ ଜଗନ୍ନାଥ ରୂପରେ ପୂଜା କରୁ। ପୁଣି ପୁନଶ୍ଚ ଏପଟରେ ନିତ୍ୟାନନ୍ଦ ସେପାଖରେ ଗୌରାଙ୍ଗ, ମଝିରେ ରାଧାକୃଷ୍ଣ ଛବିଟିଏ ରଖିଦେଇଛୁ ଏବଂ ଗାଦି ଦେଖାଯାଉଛନ୍ତି। ସେ ଗାଦିଙ୍କ ଶିରରେ ବା ମୃତ୍ତିକାରେ ଦୁଇଟି ଚକା ଆଖି ଆମେ କରିଦେଇଛୁ। ତାର ଯେମନ୍ତ ଭାବ ଦେଖି ନାବ ମୁଦି ଅଇସଳ। ବଳିଆ ଫୁଙ୍କୁଥିଲା, ବଳିଆ ଜାତକ ଦେଖୁଥିଲା, ବଳିଆ ଗୁଆ ବସିବାକୁ କହୁଥିଲା, ବଳିଆ ତୁଳସୀ ଧୋଉଥିଲା, ବଳିଆ ବେତରେ ଝାଡ଼ୁଥିଲା। ବର୍ତ୍ତମାନ ସବୁ ବନ୍ଦ। ଯିଏ ଶିଶୁ ଅନନ୍ତଙ୍କ ଦର୍ଶନକୁ ଆସିବ, ଅନନ୍ତଙ୍କ ନାମରେ ଉପାସନା କରିବ, ମେଡ଼ିସିନ ଖାଇବ, ଉପଯୁକ୍ତ ଚିକିତ୍ସକଙ୍କ ପରାମର୍ଶ ନେବ, ତନ୍ତ୍ର ଯନ୍ତ୍ର ମନ୍ତ୍ରକୁ ବିଶ୍ୱାସ କରିବ ନାହିଁ, ବଳିଆ ଆଶ୍ରମରେ ଥାଉ ବା ନଥାଉ ଆସିବ, ପ୍ରଥମେ ଅନନ୍ତଙ୍କୁ ଦର୍ଶନ କରିବ। ଏଠି ଦୀପ ଜଳିବ, ଆଉ ଦୀପ ଜଳିବନି, ମାନେ ଭୋଗ ହେବ। ଭୋଗ କହିଲେ ଗଜା ରସଗୋଲା ନୁହେଁ, ମୁଢ଼ି ଚୂଡ଼ା ଖଇ ଏଇସବୁ ଭୋଗ ହେବ। ତାପରେ ଠାକୁରଙ୍କୁ ଜଣେଇବ ତମ ଦୁଃଖ ମନେ ମନେ। ଜଣେଇ ସାରିଲା ପରେ ସେବକ ବଳିଆ ହାତରୁ ତୁଳସୀ ନେଇ ରଖିଥିବେ, ସେଇ ତୁଳସୀଟା ତମକୁ ଦେବେ। ତାପରେ ଯେଉଁ ବେତଟି ବଳିଆର ଅଛି ସେ ବେତଟି ତମ ମୁଣ୍ଡରେ ଛୁଆଇଁ ଦେବେ। ତମେ 7 ଦିନ ହଉ, ସର୍ବନିମ୍ନ 7 ଦିନ, ସର୍ବନିମ୍ନ 21 ଦିନ ତମେ ଆମିଷ ତ୍ୟାଗ କରିବ, ପିଆଜ ରସୁଣ ତ୍ୟାଗ କରିବ। ଯଦି ଗୁଆ ବସିବାକୁ ଇଚ୍ଛା ହୁଏ, ଅଫିସରେ ରସିଦ କରିବ, ଗୁଆଟିଏ ଆମର ଯେଉଁ କଳ୍ପବଟ ଅଛନ୍ତି ଧର୍ମବଟ ନାମରେ ନାମିତ ହେଇ, ସେଇଠି ତମେ ନିଜେ ଗୁଆଟିକି ରଖିଦେବ। ତମ କାମନା ପୂର୍ଣ୍ଣ ହେଲେ
ତୁମେ ତୁମର ଯାହା ମନ ଭିତରେ ମାନସିକ କରିବ, ଭୋଗ କରିବ କି କ'ଣ କରିବ କରିବ। ଯଦି ଅସମୟରେ ଆମ ପାଖକୁ କାହାରି ଖବର ଆସିଲା ତା ଦେହ ଖରାପ ହେଇଛି କି ମେଡ଼ିକାଲକୁ ଗଲା କି କାହାର ପୁଅ ହେବ କି ଝିଅ ହେବ କି ଅପରେସନ୍ ହେବ, ଆମେ ଶୁଣିବା ମାତ୍ରେ ଗୋଟିଏ ଗୁଆ ବସେଇଦେବୁ। ଯିଏ କହିବ ବାବା ତ ବର୍ତ୍ତମାନ ଆଶ୍ରମରେ ନାହାନ୍ତି, ଆସିଲେ ଯିବା ବାବାଙ୍କୁ କହିବା, ଇଏ ସେବକ ଗୁଡ଼ାକ କ'ଣ କରିବେ? ସେବକଙ୍କ ଭିତରେ ମୋର କୌପିନ ଅଛି, ମୋର ମନ୍ତ୍ର ଅଛି। ସେମାନେ ଅନନ୍ତ ଆଉ ବଳିଆକୁ ଏକାଧାରରେ ଚିନ୍ତନ କରନ୍ତି। ତମେ ତାଙ୍କୁ କ୍ଷୁଦ୍ର ମନେ କରୁଛ, ଏଇ ବହୁ ଅପରାଧ। ତାପରେ ଯଦି ବଳିଆ ଥିବ ତାହେଲେ ଗୋଟେ ଦୁଆର ଖୋଲା ହେବ, ବଳିଆ ଗୋଟେ ଜାଗାରେ ବସିବ। ମୁଁ କିଛି କାହାକୁ ଝଡ଼ାଝଡ଼ି କରିବିନି, ମୋତେ ଟିକେ ବାବା ଆଶୀର୍ବାଦ, ମୋର ଆଶୀର୍ବାଦ ନାହିଁ କି ଅଭିଶାପ ନାହିଁ। ଦେଖି ଦେଖିଆ ଚାଲିଯିବେ। ଆଉ ତୁମେ ଯେଉଁ କେବଳ ମୋ ଆଗରେ ଗୋଟେ ଭିକ୍ଷା ଥାଳ ଥିବ, ସେଇ ଭିକ୍ଷା ଥାଳଟି ମୋର ସମ୍ବଳ। ମୁଁ ତ ଭିକ୍ଷା ମାଗିବାକୁ ଯାଇପାରିବିନି, ଏଇଠି ଭିକ୍ଷା ମାଗିବି। ଭିକ୍ଷା ତୁମର ଇଚ୍ଛା ହେଲେ ଦିଅ, ନହେଲେ ଦିଅ। ଇଷ୍ଟାର୍ଗରେ ଯାଉଥିବ, ଆଚ୍ଛା ଚାଲିଗଲା। ଆଉ ଗଲା ଯଦି ଖେଚୁଡ଼ି ଧୂପ ବାହାରିଥିବ, ଖେଚୁଡ଼ି ଟିକେ ଟିକେ ପାଇଲ, ଘରକୁ ଗଲ। ଯାହା ମିଳିବ ଅକସ୍ମାତ ଆନନ୍ଦେ ସର୍ବବ୍ରହ୍ମତେ। ଯଦି ମଧ୍ୟାହ୍ନ ସମୟରେ କିଏ ପହଞ୍ଚିଲା, ପ୍ରସାଦ ପାଇବ। ଚା ଆମର ଉଷୁନା ଅରୁଆ ଯାହା ହେଇଥିବ ପାଇବେ। ସନ୍ଧ୍ୟାରେ ଚୂଡ଼ା ମାଲସା ବେଟ ଆଉ କିଛି ମିଳିବନି। ଯେ ପ୍ରାର୍ଥନା ଯିଏ କରିବ ତାକୁ ମିଳିବ। ତାପରେ ଘରକୁ ଯିବ, ଆଉ କହିବ ମୁଁ ଯିବି ଘଣ୍ଟା ଘଣ୍ଟା ଧରି ବାବାଙ୍କ ପାଖରେ ଗପିବି, ବାବାଙ୍କୁ ମୋଡ଼ିବି, ବାବାଙ୍କୁ ସବୁ ଇଏ କରିବି। ହେ ସବୁ ହେବ ନାହିଁ। ଠାକୁରଙ୍କୁ ଦକ୍ଷିଣା ଦିଅ, ଏ ପୂଜା ଦିଅ, ଆଉ ବଳିଆକୁ ଭିକ୍ଷା ଦିଅ। ଅଳ୍ପ ବହୁତ ନ ଭାବି ଯାହା ମିଳୁଛି ତାକୁ ପ୍ରସାଦ ରୂପରେ ପାଇ ଘରକୁ ଫେର, ନିଷ୍ଠାରେ ରୁହ। ପୁଣି ନିଷ୍ଠାରେ ଖାଲି ରହିଲେ ହେବନି, ସେ ଘରେ ବସି ଚିନ୍ତନ କର, ତୁମର ଦୁଃଖଟାକୁ ସେଇଠି ଜଣାଅ। ସେ ଯେଉଁ ମନ୍ତ୍ର ଦ୍ୱାରା ଚିନ୍ତନ କରିବ, ସେଇଗୁଟାକ ଠାକୁରଙ୍କ ଫଳ। ଏତିକିରୁ ରହିଲି। ଆଜି ନିରୋଳାରେ ରହିଛି, କାହାକୁ ଦେଖା କରୁନି, କିନ୍ତୁ ସମସ୍ତଙ୍କ କଥା ବୁଝୁଛି। ଆଉ 7-8 ଦିନ ପରେ ମୁଁ ପୁଣି ଆଶ୍ରମକୁ ଫେରିବି, କିଛି ଦିନ ରହିବି। ଆଉ ଯିଏ କହିବେ ବାବା ଆସିଲେ ଯେ ସେ ଗୋଟେ ଧନ୍ଦା ଲଗେଇବେ, ସେଇମାନଙ୍କ କଥା କିଛି ବୁଝା ହେବନି। ଭୋଗ କରିବେ ନାହିଁ, ସନ୍ଧ୍ୟାବେଳେ ଆସିବେ, ଘରକୁ ସନ୍ଧ୍ୟାବେଳେ ପ୍ରାର୍ଥନା କରିବେ ନାହିଁ, ଗୁରୁ ମନ୍ତ୍ର ନେବେ ନାହିଁ, ଇଷ୍ଟାର୍ଘ୍ୟ ବି ଦେବେ ନାହିଁ, ଆଉ ଖାଲି ପ୍ରସାଦ ପାଇବେ, ଘରକୁ ଯିବେ। କାହିଁକି? ଘରେ ତୁମର ପଖାଳ ଭାତ ଖାଉନା। ତେଣୁ ଏଇସବୁ କଥାକୁ ସମ୍ମାନ ଦିଅ। ତାପରେ ଗଛ ଯିଏ ନ ଲଗେଇବ, ଫଟୋ ବସିକିରି ପୂଜା କରିବ, କିନ୍ତୁ ଗଛ ଲଗେଇବନି, ସିଏ ଲୋକ ମୋର ଶିଷ୍ୟ। ଫଟୋ ଗୋଟେ ଦୁଇଟା ରଖ, ଗୁରୁଙ୍କ ଫଟୋ ରଖ, ଅନନ୍ତଙ୍କ ଫଟୋ ରଖ, କି ଜଗନ୍ନାଥଙ୍କ ଫଟୋ ରଖ। ଆଉ ଗୋଲାପ ଫୁଲ ତୋଳୁଥା, ଚନ୍ଦନ ଘୋରୁଥା, ଧୂପ ଦୀପ ଦଉଥା, ସେଗୁଡ଼ାକ ମୁଁ ଆଉ ଗ୍ରହଣ କରିପାରିବିନି। ମୋର ପୂଜା ହେଉଛି ପରିବେଶର ସୁରକ୍ଷା। ଆଗ ମଦ୍ୟ ମାଦକକୁ ଛାଡ଼।
ବୃକ୍ଷ ଲଗାଅ, ଜୀବ ହତ୍ୟା କରନା। ସେଇ ଜୀବ ପୁଣି ପରଜନ୍ମକୁ ତମକୁ ହତ୍ୟା କରିବାକୁ ଜନ୍ମ ହେବ। ଆଉ ଶେଷରେ ତ ମୋର ଗଛ ଦରକାର। ଆଉ ଟିଭିରେ ବସି ରଥଯାତ୍ରା ଦେଖିବ, ମଡ଼ା ଦଳା ହେଇକି ରଥକୁ ଛୁଇଁକିରି ନିଜେ ମରନା କି ଖଣ୍ଡିଆ ଖାବରା ହୁଅନା। ଯେତେବେଳେ ନିରଳା ହେଇଯିବ ଯିବ ଦର୍ଶନ କରି ଆସିବ, ଏକା ବେଳେ କଥା ହେଇପଡ଼ିବ। ସେଠି କ'ଣ ବରା ତରକାରୀ ବିକ୍ରି ହେଉଛି? ରଥ ହେଲା, ରଥ ଟାଣିବାକୁ ଇଚ୍ଛା ଅଛି, ଯିବ ଟାଣି ଦେଇକି ଆସିବ। ଆଉ କ'ଣ? କିନ୍ତୁ ଗୋଟେ ମଡ଼ା ଧଳା ହେଇକିରି ଗୋଟେ ମିଛରେ ଲଜିଂ ହୋଟେଲ ବୁକ୍ କରି ସେଠି କ'ଣ ମଜା ମାରିବାକୁ ତୁମେ ଯାଉଛ? କେବଳ ମଜା ମାରିଆ ଲୋକ ହେଉଛନ୍ତି ବାରଣା। ସମୁଦ୍ର କୂଳରେ ବସିକିରି ଚିକେନ ଖାଇବ, ଆଉ ମୁଢ଼ି ସିଙ୍ଗଡ଼ା ଟିକେ ଖାଲି ନାମକୁ ମାତ୍ର ଖାଇବ। ଯଦି ଜଗନ୍ନାଥଙ୍କୁ ଭଲ ପାଉଛ, ଜଗନ୍ନାଥଙ୍କୁ ଭଲ ପାଅ, ସମୁଦ୍ରକୁ ଯଦି ଭଲ ପାଉଛ, ସେ ସମୁଦ୍ର ପାଖରେ ପ୍ରାର୍ଥନା କର ବିଶ୍ୱର ଶାନ୍ତି, ପରିବାରର ଶାନ୍ତି,